ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ। ସେ ରାଜାଙ୍କର 3ଟି ପୁତ୍ର ଥିଲେ। ସେ ରାଜା ବହୁତ ବୃଦ୍ଧ ହୋଇଯାଇଥିଲେ। ରାଜାଙ୍କୁ ଜଣେ ଦେବତା ବରଦାନ ଦେଇଥିଲେ, ଯଦି ସେ ବୃଦ୍ଧ ହୋଇଯାନ୍ତି ତେବେ ତାଙ୍କର 3 ପୁତ୍ର ଭିତରୁ ଜଣେ ଯଦି ନିଜ ଇଚ୍ଛାରେ ରାଜାଙ୍କର ବୃଦ୍ଧ ଶରୀର ଗ୍ରହଣ କରି ତାର ଯୌବନ ରାଜାଙ୍କୁ ସମର୍ପଣ କରିଦେବ, ତେବେ ରାଜା ପୁଣିଥରେ ଯୁବକ ହୋଇପାରିବେ। ଦିନେ ରାଜା ତାଙ୍କର 3 ପୁତ୍ରଙ୍କୁ ସମସ୍ତ ଘଟଣା ବିଷୟରେ ସୂଚନା ଦେଲେ ଏବଂ କହିଲେ, ତୁମ 3 ଜଣଙ୍କ ମଧ୍ୟରୁ ଜଣେ ଯଦି ନିଜର ଯୌବନ ମୋତେ ଦେଇ ମୋର ବୃଦ୍ଧ ଶରୀରକୁ ଗ୍ରହଣ କରିବ, ତେବେ ମୁଁ ଆଉ କିଛି ଦିନ ରାଜକାର୍ଯ୍ୟ ପରିଚାଳନା କରିପାରିବି। ରାଜାଙ୍କ କଥା ଶୁଣି 2 ଜଣ ପୁତ୍ର ମନା କଲେ। ରାଜା ବହୁତ ନିରାଶ ହୋଇଗଲେ। ଜଣେ ପୁତ୍ର ରାଜି ହୋଇ ରାଜାଙ୍କୁ ନିଜର ଯୌବନ ଦେଇ ରାଜାଙ୍କର ବୃଦ୍ଧ ଶରୀରକୁ ଗ୍ରହଣ କଲେ। ସେହି ପୁତ୍ର ଉପରେ ରାଜା ବହୁତ ଖୁସି ହୋଇଗଲେ ଏବଂ ବାକି 2 ପୁତ୍ରଙ୍କୁ ଅଭିଶାପ ଦେଲେ ଏବଂ କହିଲେ, ତୁମେ 2 ଜଣ ପାଷାଣ ଭଳି ଠିଆ ହୋଇ ରହିଲ ଏବଂ ମୋ ପ୍ରସ୍ତାବକୁ ଅସ୍ୱୀକାର କରିଦେଲ। ମୁଁ ତୁମକୁ ଅଭିଶାପ ଦେଉଛି, ତୁମେ ସବୁଦିନ ପାଇଁ ପାଷାଣ ହୋଇଯାଅ। ସତକୁ ସତ ରାଜାଙ୍କର 2 ପୁତ୍ର ପାଷାଣ ହୋଇଗଲେ।